ମା ରାତିରେ ଛମଛମ ହେଇକି ଯିବା ଆସିବା କରେ। ସତରେ କଣ ଏ ଦୁନିଆରେ ଭୂତ ପ୍ରେତ ଅଛନ୍ତି? ସତରେ କଣ ଲୋକଙ୍କ ଦେହ ଭିତରେ ଭୂତ ପ୍ରବେଶ କରେ? ସତରେ କଣ ମା ମଙ୍ଗଳା ମନ୍ଦିରରେ ମାଙ୍କ ପାଉଜି ଶବ୍ଦ ହୁଏ? ସତରେ କଣ କାଳିଶୀ ଦେହରେ ମା ମଙ୍ଗଳା ପ୍ରବେଶ କରନ୍ତି? ଜଗତଜନନୀ ଦୁର୍ଗାଙ୍କର ମଙ୍ଗଳମୟୀ ଶକ୍ତି ହେଉଛନ୍ତି ମହାମଙ୍ଗଳା। ଖୋର୍ଦ୍ଧା ଜିଲ୍ଲାର କୁସ୍ମାଟି ଗ୍ରାମ। ଏଠାରେ ଅବସ୍ଥିତ ମା ମଙ୍ଗଳା ମନ୍ଦିର। 40 ବର୍ଷ ଧରି ଏଠି ମା ପୂଜା ପାଉଛନ୍ତି। ଏହି ମନ୍ଦିରକୁ ନେଇ ଅନେକ ଅଲୌକିକ କଥା ରହିଛି। କେହି କହିଥାନ୍ତି ମନ୍ଦିର ଭିତରେ ରାତିରେ ମାଙ୍କ ପାଉଜି ଶବ୍ଦ ହୁଏ। କେହି କହିଥାନ୍ତି ମା କାଳେଶୀ ପାଇଁ ଆସନ୍ତି, ତାଙ୍କ ଦେହରେ ଶକ୍ତି ପ୍ରବେଶ କରେ। ଶହ ଶହ ଲୋକ ଏଠାକୁ ଆସନ୍ତି ଭକ୍ତି, ଶ୍ରଦ୍ଧା ଏବଂ ଆଶ୍ଚର୍ଯ୍ୟର ସହ ନିଜେ ଦେଖିବାକୁ, ଯାହାକି କୌଣସି ବିଜ୍ଞାନରେ ବୁଝାଯାଏ ନାହିଁ। କିନ୍ତୁ ଏହି ସମସ୍ତ କଥା ସତ କି ନା ଏକ ଆଖ୍ୟାନ, ନା ଏକ ଅଦ୍ଭୁତ ଚେତନାର ଅନୁଭବ? ହୋଇପାରେ ଆମେ ଏହାକୁ ବିଶ୍ୱାସ କରୁ, ହୋଇପାରେ ନ କରୁ। କିନ୍ତୁ ଏହି ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆସନ୍ତୁ ଏବେ ଜାଣିବା ମା ମଙ୍ଗଳାଙ୍କ ପୂଜାରୀଙ୍କ ଠାରୁ। ଭାଇନା, ଆମର ମାଙ୍କର ମହିମା କ'ଣ ଅଛି? ଆମେ ଏଠି ଶୁଣିଲୁ ମା ରାତିରେ ଛମଛମ ହେଇକି ଯିବା ଆସିବା କରେ। ହଁ, ଯିବା ଆସିବା କରୁଛନ୍ତି। ଯିବା ଆସିବା କରୁଛନ୍ତି। ଯିଏ ଏଠି ବସିଲେ କି ଶୋଇଲେ ଦେଖିପାରିବେ, ସେ ଯିବା ଆସିବା କରୁଛି। ଆଉ ବହୁତ ଜାଗାରୁ କାହାର ଘର ଅସୁବିଧା ହେଲା, ତା ଘରେ ପ୍ରେତ ଭୂତ ଇଏ ପଶିଲେ ଯାଇକି ମା କାଢ଼ି ଦେଉଛି ତା ଘରୁ, ସିଏ ଭଲ ହେଇଯାଉଛନ୍ତି। କାହାର ସନ୍ତାନ ନ ହେଉନି, ସେଥିପାଇଁକି ନେଲେ ସେ ଘରୁ ତାକୁ ଠାକୁରାଣୀ ବୁଲିଗଲେ କି କାଢ଼ିଦେଲେ, ତାର ବି ସନ୍ତାନ ହେଉଛି। ଏ ବହୁତ ଜାଗାରେ ଯାଇକି ସନ୍ତାନ ହେଇଛି। ତାର ବହୁତ ମହିମା। ସିଏ ଆସିବାର ଏଠିକି ଗାଁ ମୁଣ୍ଡକୁ 40 ବର୍ଷ ହେଲାଣି, କିନ୍ତୁ ବହୁତ ପ୍ରତ୍ୟଜ୍ଞ। ସେଥିପାଇଁ ଏଠି ବହୁତ ପ୍ରକାର ଏଠି କାମ ହେଇଯାଇଛି। ତାର ବହୁତ ପ୍ରତିଜ୍ଞା ଠାକୁରାଣୀ। ଭାଇନା, ଘରର ଜଣେ ସମସ୍ୟା ଯଦି ଏଠି ନେଇକି ଆସେ, ଏ ମନ୍ଦିରକୁ ଆସେ, କେମିତି କ'ଣ ଗୋଟେ ମଣିଷର ସମସ୍ୟା ଦୂର ହେବ ତା ବିଷୟରେ ଟିକେ କୁହନ୍ତୁ। ତା ଘରକୁ ସେ ଯଦି ନେଲା ବରଣୀ କରି ଠାକୁରାଣୀ କି, ତାର ସମସ୍ୟା ଦୂର ହେଇଯିବ। ହେଇ ଯାଉଛି। ଏବେ ଯାଇଥିଲି ବଡ଼ବିଲ, ସେଠି ତା ଘର ସମସ୍ୟା ଦୂର କରିକି ଆଇଲି। ହଁ, ଆଉ ବି କି ନା ଅଛି ଯିବାକୁ ରଥିପୁର, ଯିବାକୁ ଅଛି ସାକ୍ଷୀଗୋପାଳ, ତାଙ୍କର ସମସ୍ୟା ଅଛି। ଆଉ ଗୋଟେ ସାକ୍ଷୀଗୋପାଳର ଗୋଟେ ସ୍ତ୍ରୀର ପିଲାପିଲି ରହୁନି, ଯିବି, ତାର ନିଶ୍ଚୟ ରହିବ। ଏମିତି ବହୁତ ଜାଗା କରିକରି ଆସିଲାଣି। ମାଙ୍କର ଏଠି ଦିନଚର୍ଯ୍ୟା କ'ଣ ରହିଛି, କେମିତି ପୂଜାପୂଜି କ'ଣ ଅନୁଷ୍ଠିତ ହେଉଛି, ଏବଂ ବର୍ଷକରେ ପର୍ବପର୍ବାଣି କ'ଣ? ପର୍ବାଣୀ ହେଉଛି ମହାଷ୍ଟମୀ। ମହାଷ୍ଟମୀ କୁଇଣ୍ଟାଲେ ଚାଉଳ ରନ୍ଧା ହେଉଛି, ଗୋଟା ହଣ୍ଡା କ୍ଷୀରି ହେଉଛି, ଡାଲମା ହେଉଛି, ଖଟା ହେଉଛି, ଗାଁ ଗୋଟାଏ ଖାଉଛନ୍ତି। ଏବେ ଚୈତ୍ର ଶେଷ ମଙ୍ଗଳବାର ଆସୁଛି, ସେଦିନ ସେମିତି ହେବ। ଦିଅ ମୁଣ୍ଡ ହେଲା କି କିଛି ଗୋଟା ତା ଦେହରେ ଭୂତ ପ୍ରେତ କିଏ ରହିଲା, ସେ ମୁଁ କାଢ଼ିଦେବି, ଭଲ ହେଇଯିବ ସିଏ। ଆଉ ଏତେ ସମସ୍ୟା ହେବନି। ଆଉ ଏମିତି ବହୁତ ଲୋକ ଉପକୃତ ହେଇ ଯାଉଛନ୍ତି। ଆଉ ମାଙ୍କର ଭୋଗ ନୀତି ଏଠି କ'ଣ ଅନୁଷ୍ଠିତ ହେଉଛି ସକାଳୁଠୁ ସନ୍ଧ୍ୟା? ସକାଳେ ମାଜଣା କରିବି, ଚୁଆ ସୁନ୍ଦର ହଳଦୀ ନାଭି କସ୍ତୁରୀ ସବୁ ତାକୁ ଲଗେଇଦେବି, ଗାଧେଇଦେବି, ଭୋଗ ଦେବି, ଧୂପ ଦେବି, ଘିଅ ସଞ୍ଜ ଦେବି, ଆଉ ଯିବି। ଆଉ ଦ୍ୱିପହରେ ଏଇଠି ସଙ୍କୁଡ଼ି ଲାଗି, ବାକି ସନ୍ଧ୍ୟା ବେଳକୁ ଫେର ସେ ସଞ୍ଜ ଆଳତି, ଏଇଟା 3 ଧୂପ ଚାଲୁଛି। ଆପଣଙ୍କ ଦେହରେ ଯେଉଁ ମା ଆସନ୍ତି ଆପଣ କହିଲେ, କେମିତି କ'ଣ ଜାଣିଲେ ଆପଣଙ୍କ ଦେହରେ ମା ଆସିଲେ ଏବଂ ସମସ୍ତଙ୍କର ଉପକାର କରୁଛନ୍ତି ଆପଣ? ଏଠି ଦେଉଳରେ ଘଣ୍ଟ ବଜାଉଛନ୍ତି। ତମ ଘରକୁ ଗଲେ ଆଉ ଘଣ୍ଟ ବାଜିବ କି? ତା ନୁହଁ, ବହି ପଢ଼ିବେ, ମଙ୍ଗଳା ସୁସ୍ତି ପଢ଼ିଲେ ସେ ଆସିବ। ମଙ୍ଗଳା ସୁସ୍ତି ପଡ଼ିଲେ ଆସିବେ। ଆଉ ଆପଣଙ୍କ ଦେହରେ ଯେଉଁ ଲାଗିଲେ, ମା ଯେଉଁ ଆପଣଙ୍କ ଦେହକୁ ଆସିଲେ, କେମିତି କ'ଣ ସ୍ୱପ୍ନାଦେଶ ହେଲା ନା ମା ଆପଣଙ୍କୁ ସ୍ୱଚକ୍ଷୁରେ ଦେଖାଦେଲେ ନା କ'ଣ? ପୂର୍ବରୁ ମୋ ବୋଉ ଦେହରେ ଲାଗୁଥିଲେ। ଆଜ୍ଞା।
ମୋ ବୋଉ ସେମିତି ଥିଲେ ଯିଏ ଟିକେ ଛୁଆ ପିଲା ଆମେ ତ ଝିଅ ପିଲାଟା ଆମର ଘରୁ ବାହାର କରୁନୁ ଯିଏ ଘରକୁ ଆସିଲା ସେ ଟିକେ ତାକୁ ଝାଡ଼ିଦେବ ଭଲ ହେଇଯିବ କିନ୍ତୁ ମୋ ଦେହରେ ଲାଗିଲାଠୁ ମୁଁ ସବୁଆଡ଼େ ଯାଉଛି ମୋ ଦେହରେ ଲାଗିଲାଠୁ ମୁଁ ସମସ୍ତଙ୍କୁ ଭଲ କରୁଛି ଯିଏ ଡାକିଲା ବାହାର ଗାଁରେ ଗଲି ଏବେ ଯାଇଥିଲି ପରଦିନ ଆସିଲି ବଡ଼ବିଲି ଯାଇଥିଲି ସିଆଡ଼େ 4-5 ଦିନ ରହିଲି 4-5 ଘରୁ କାଢ଼ିଲି ଆଇଲି ଆଉ ଯାଜପୁର ଯାଇଥିଲି ତାଙ୍କର ପିଲା ଛୁଆ ହେଉନଥିଲା ସେଠି ଯାଇକି ତାକୁ କଡ଼ାକଡ଼ି କରିବାରେ ଏବେ ଜଣଙ୍କର ଝିଅଟେ ହେଇଛି ଜଣଙ୍କର ପୁଅଟେ ହେଇଛି ଆଉ ଏମିତି ଯିଏ ଡାକିଲେ ଆପଣ ଯେଉଁ ଘରକୁ ଯାଉଛନ୍ତି ମାନେ ସେଠି କ'ଣ ଘରେ କିଛି ବାସ୍ତୁଦୋଷ ଏବଂ ନେଗେଟିଭ୍ ଏନର୍ଜି ଆପଣ କାଢ଼ୁଛନ୍ତି? ବାସ୍ତୁଦୋଷ ଯୋଉଠି ଠାକୁରାଣୀ କହିବ ଯୋଉଠି ପୋତା ରହିଯାଇଛି ଠାକୁରାଣୀ କହିବ ଯେ ଏଇ ଜାଗାରେ ପୋତା ଅଛି ମାନେ କ'ଣ ପୋତା ଅଛି କ'ଣ ଥିବ ପାଉଁଶ ଥିବ କି ହାଡ଼ ଥିବ ଯାହା ଥିବ ଠାକୁରାଣୀ କହିଲେ ସେ ତାକୁ ଶିଳ୍ପୀ ଡାକି କାଢ଼ିବେ କହିଦେବ ଠାକୁରାଣୀ ଏଇ ଜାଗାରେ ଅଛି କାଢ଼ ହଁ ଆମର ଅସୁବିଧା ହେଉଥିଲା ଘର ଟିକେ କରିପାରୁନଥିଲୁ କିଛି ହେଉନଥିଲୁ ଘର କରେଇ କଜିଆ ଭଲ ମନ୍ଦ ନିଲାପ ଲାଗି ରହିଥିଲା ତାପରେ ମାଆ ଲାଗିଲା କ'ଣ ମୁଁ ଆସିଲି ମାଆଙ୍କ ପାଖକୁ ମାଆ ମୋତେ କହିଲେ ଯେ ସେ ଘରଟାକୁ ଯଦି ସୁଧାରିବୁ ତାହେଲେ ତୁ ରହିପାରିବୁ ନ ସୁଧାରିଲେ ତୁ ଜାଗା ଛାଡ଼ିକି ପଳା ମୁଁ କହିଲି ମାଆ ମୁଁ ଏଠୁ ଜାଗା ଛାଡ଼ିକି ଗଲେ କେଉଁଠି ରହିବି ମୋ ପାଖେ ତ ଧନ ନାହିଁ କିଛି ନାହିଁ ମୁଁ ଏ ଜାଗା ବିକିଲେ ମୁଁ କ'ଣ କରିବି ଜାଗା ଖଣ୍ଡେ କିଣିଲା ବେଳକୁ ଘର ତ ଦେଇପାରିବିନି ତୁ ତାର ବାଟ ସମାଧାନ ଦେଲେ ମୁଁ ଏଇଠି ରହିବି ମୋ ନିଜ ଶ୍ୱଶୁର ଜାଗାରେ ଆପଣଙ୍କ ଘର ଏମିତି କ'ଣ ଥିଲା ଯେ ମା କହିଲେ ଆପଣ ସମାଧାନ କଲେ? ସେଇ ବା କହିଲି ପରା ସେ ଯେମିତି କଥା କହିଲେ ମୁଁ କହିଲି ମା ସମାଧାନ କର ମୁଁ ଏଇ ଜାଗାରେ ରହିବି ସେଠୁ ମା ସେଠୁ କହିଲା ତୋର ପୋତା ଅଛି ପୋତା କ'ଣ ଅଛି କହିଲା ପୋତା ଅଛି ତୁ ଖୋଳ ଶିଳ୍ପୀ ଡାକିକି ଦେଖା ଶିଳ୍ପୀ ଆସି କହିଲେ ତ ସେ ପୋତା ଖୋଳିକି ବାହାର କଲେ ତୁ ତୋର ଆଗେଇବୁ ମୁଁ ସେଠୁ ସେ ମାଆଙ୍କ କଥା ମାନିକିରି ଶିଳ୍ପୀକି ଜାଗା ଦେଖେଇଲା ଶିଳ୍ପୀ ମୁଁ ଡାକିକିରି 5 ଫୁଟ ଉପରେ ଖୋଳିଲି ସେଥିରେ ସବୁ ଇଏ କଲି ମାନେ ଘର ଭିତରେ ଥିଲା ହଁ ଘର ଭଙ୍ଗା ଘର ଥିଲା ଘର ଭାଙ୍ଗି ଯାଇଥିଲା ସେ ଘର ଭିତରେ ଖୋଳିଲି 5 ଫୁଟ ଖୋଳିଲା ପରେ ତା ଭିତରୁ ହାଡ଼ କଉଡ଼ି ପାଉଁଶ ସବୁ ବାହାରିଲା ମାଆ କହିଥିଲା ଯେ ଯାହା ବାହାରିବ ତାକୁ ନେଇ 3 ମୁଣ୍ଡେ ଥୋଇଦେବୁ ଆମେ 3 ମୁଣ୍ଡ ଥୋଇଦେଲୁ ତାପରେ ସେଇ 5 ମୁଣ୍ଡ ମାନେ କ'ଣ କୋଉଠି ଥୋଇଲେ 3 ମୁଣ୍ଡ ମାନେ ଗାଁ ମୁଣ୍ଡ ଗାଁ ମୁଣ୍ଡରେ ଯେଉଁ ହାଣ୍ଡି ଆଠିକା ଯୋଉଠି ସବୁ ଦିଆହେଉଛି ସେଇଠି ନେଇ ଥୋଇଦେଲୁ ପିଲା ନେଇ ଥୋଇଦେଲା ପରେ ଯେଉଁ 5 ଟଙ୍କା ରୋଜଗାର କରୁଥିଲୁ ପାଉନଥିଲା କିଛି ହେଉନଥିଲା ସେଇ 5 ଟଙ୍କା ରୋଜଗାରରେ ସେ ଘର ଦ୍ୱାର କଲୁ କୋଠା ଘର 3 ବଖରା 2 ବଖରା 3 ବଖରା କରିକି ରହିଛୁ ଆଉ ପିଲାଙ୍କର ଭଲ ହେଉଛି ମୋ ସ୍ୱାମୀର ବି ଭଲ ହୁଏ ଆମେ ଆଇଲୁଣୁ 30-40 ବର୍ଷ ହେଲା ଏଠିକି ଆଇଲୁଣୁ ଆପଣଙ୍କର ଘରର ସମସ୍ୟା କ'ଣ ଥିଲା ଯେ ଆମେ ଆପଣ ମାଆଙ୍କ ପାଖକୁ ଆସିଲେ ଏବଂ ଉପକୃତ ହେଲେ? ହଁ ଆମର ସମସ୍ୟା କ'ଣ ଥିଲା? ଆମର ଘର ସମସ୍ୟା ପିଲାଙ୍କର ଦେହ ମୁଣ୍ଡ ହେଲା ଆମେ ଘର ତୋଳିଲୁ ସବୁ ୟାଠୁ ଆଦେଶ ନେଇକି ଘର ତୋଳିଲୁ ମାନେ ଏଇ ମାଆଙ୍କଠୁ ଆଦେଶ ନେଇକି ଆପଣଙ୍କର ସବୁ ମଙ୍ଗଳ ହେଇଛି? ହଁ ଆମର ସବୁ ମଙ୍ଗଳ ହେଇଛି ଇଏ ମା ଇଏ ହେଉଛି ଇଏ ଡାକିଲେ କରିବ ମଙ୍ଗଳା ମା ଯେଉଁଠି ତମେ ଯା ତମେ ଡାକି ଦେଇକି ଯିବ ସେ ତମ ଆଗରେ ଯିବ ଯେତେ ବିପଦରେ ଥା ଏମିତି ବିପଦ ହେଇଥିଲା ଯେ ଆପଣ ମାଆଙ୍କ ହଁ ମୋର ଗୋଟେ ମଝିଆ ପୁଅର ହେଇଥିଲା ବେନ୍ ମ୍ୟାଲେରିଆ ହେଇଯାଇଥିଲା ଯେ ତାକୁ କାଢ଼ିକି ଲଗେଇଲୁ ଠାକୁରାଣୀ କହିଲା କିଛି ହେବନି ତୋର ଧନ କ୍ଷତି କରିଦେବି ତୋ ଜୀବନରେ କ୍ଷତି କରିବିନି ଯେ ମୋର ସେଇଆ କଲା ମୋର ଧନ କ୍ଷତି କରିଦେଲା ମୋ ପିଲାଙ୍କୁ କିଛି ଦେଇନି ବିପଦ ସେଇଥିରୁ ଆମେ ତ ରହିଲୁ ଆଉ 30-40 ବର୍ଷ ହେଲା ଆମେ ସଦାବେଳେ ତାକୁ ଆଶା କରୁଛୁ ଆଉ ଯାହା ଭଲ ମନ୍ଦ ହେଲା ଆମେ ତାକୁ ପଚାରିବୁ ତାପରେ ଯାହା ଆମେ କରିବୁ ଘରଦ୍ୱାର ତୋଳିଲୁ ଯାହା କଲୁ ପିଲାଙ୍କର ଯେଉଁ ପିଲା କୁଆଡ଼େ ଗଲେ ଆଇଲେ ସବୁ ମାନେ ମା ମଙ୍ଗଳାଙ୍କ ଉପରେ ଆପଣ ଅଗାଧ ବିଶ୍ୱାସ? ହଁ ସିଏ ତ ଆଗରେ ଅଛି ଆମର ଆଉ ଅଛି ଆମେ ଯାଉ ଧନ୍ୟବାଦ ଧନ୍ୟବାଦ